ସାଇ ସତଚରିତ୍ର ଅଧ୍ୟାୟ ଷଷ୍ଠ ଗୁରୁଙ୍କ ହାତ ସ୍ପର୍ଶର ପ୍ରଭାବ ରାମନବମୀ ଉତ୍ସବ ଏହାର ଉତ୍ପତ୍ତି ପରିବର୍ତ୍ତନ ଇତ୍ୟାଦି। ମସଜିଦର ମରାମତି। ରାମନବମୀ ଉତ୍ସବ ଏବଂ ମସଜିଦ ମରାମତି ବର୍ଣ୍ଣନା କରିବା ପୂର୍ବରୁ ଲେଖକ ସଦ୍ ଗୁରୁଙ୍କ ବିଷୟରେ କିଛି ପ୍ରାରମ୍ଭିକ ମନ୍ତବ୍ୟ ନିମ୍ନଲିଖିତ ଭାବରେ ଦେଇଛନ୍ତି। ଗୁରୁଙ୍କ ହାତ ସ୍ପର୍ଶର ପ୍ରଭାବଶାଳୀତା। ଯେଉଁଠାରେ ପ୍ରକୃତ କିମ୍ବା ସଦଗୁରୁ ହେଉଛନ୍ତି ନେତୃତ୍ୱ ନେଉଥିବା ବ୍ୟକ୍ତି, ସେ ନିଶ୍ଚିତ ଭାବରେ ଆମକୁ ସୁରକ୍ଷିତ ଏବଂ ସହଜରେ ସାଂସାରିକ ସମୁଦ୍ର ପାର କରିଦେବେ। ସଦଗୁରୁ ଶବ୍ଦଟି ସାଇ ବାବାଙ୍କୁ ମନେ ପକାଇଥାଏ। ସେ ମୋତେ ଦେଖାଯାଆନ୍ତି ଯେପରି ମୋ ସମ୍ମୁଖରେ ଠିଆ ହୋଇ ମୋ କପାଳରେ ଉଦି ପବିତ୍ର ଭସ୍ମ ଲଗାଉଛନ୍ତି ଏବଂ ମୋ ମସ୍ତକରେ ତାଙ୍କର ଆଶୀର୍ବାଦର ହାତ ରଖିଛନ୍ତି। ତା ପରେ ମୋର ହୃଦୟ ଆନନ୍ଦରେ ପରିପୂର୍ଣ୍ଣ ହୋଇଯାଏ ଏବଂ ମୋ ଆଖିରେ ପ୍ରେମ ଉଛୁଳି ପଡ଼େ। ଗୁରୁଙ୍କ ହାତର ସ୍ପର୍ଶର ଶକ୍ତି ଆଶ୍ଚର୍ଯ୍ୟଜନକ। ସୂକ୍ଷ୍ମ ଶରୀର ଚିନ୍ତା ଏବଂ ଇଚ୍ଛାଯୁକ୍ତ, ଯାହାକୁ ଜଗତ ତରଳି ଯାଉଥିବା ଅଗ୍ନି ଦ୍ୱାରା ପୋଡ଼ି ପାରିବ ନାହିଁ, ଗୁରୁଙ୍କ ହାତର କେବଳ ସ୍ପର୍ଶ ଦ୍ୱାରା ନଷ୍ଟ ହୋଇଯାଏ ଏବଂ ବହୁ ପୂର୍ବ ଜନ୍ମର ପାପ ସଫା ଏବଂ ଧୋଇ ହୋଇଯାଏ। ଧାର୍ମିକ ଏବଂ ଈଶ୍ୱରୀୟ କଥା ଶୁଣି ଯେଉଁମାନଙ୍କର ମସ୍ତକ ବିରକ୍ତ ହୁଏ, ସେମାନଙ୍କର ବାଣୀ ମଧ୍ୟ ଶାନ୍ତି ପ୍ରାପ୍ତ ହୁଏ। ସାଇ ବାବାଙ୍କ ସୁନ୍ଦର ରୂପ ଦର୍ଶନ କରିବା ଦ୍ୱାରା ଆମର କଣ୍ଠ ଆନନ୍ଦରେ ଚାପି ହୋଇଯାଏ, ଆଖି ଲୁହରେ ଭରିଯାଏ ଏବଂ ହୃଦୟକୁ ଭାବପ୍ରବଣତାରେ ଅଭିଭୂତ କରିଦିଏ। ଏହା ଆମ ଭିତରେ ମୁନ୍ସେ ବ୍ରାହ୍ମ ଚେତନା ଜାଗ୍ରତ କରେ, ଆତ୍ମ ସାକ୍ଷାତର ଆନନ୍ଦ ପ୍ରକାଶ କରେ ଏବଂ ତୁମେ ଏବଂ ମୁଁ ସେହି ସମୟରେ ଭେଦକୁ ଲୁପ୍ତ କରି ଆମକୁ ପରମ ଏକ ବାସ୍ତବତା ସହିତ ଏକ କରିଦିଏ। ଯେତେବେଳେ ମୁଁ ଶାସ୍ତ୍ର ପଢ଼ିବା ଆରମ୍ଭ କରେ, ପ୍ରତ୍ୟେକ ପଦକ୍ଷେପରେ ମୁଁ ମୋର ସଦଗୁରୁଙ୍କୁ ମନେ ପକାଏ ଏବଂ ସାଇ ବାବା ରାମ କିମ୍ବା କୃଷ୍ଣଙ୍କ ରୂପ ଧାରଣ କରନ୍ତି ଏବଂ ମୋତେ ତାଙ୍କ ଜୀବନ ଶୁଣିବାକୁ ବାଧ୍ୟ କରନ୍ତି। ଉଦାହରଣ ସ୍ୱରୂପ ଯେତେବେଳେ ମୁଁ ଭାଗବତ ଶୁଣିବାକୁ ବସିଥାଏ, ସାଇ ଉପରୁ ପାଦ ପର୍ଯ୍ୟନ୍ତ କୃଷ୍ଣ ହୋଇଯାଆନ୍ତି ଏବଂ ମୁଁ ଭାବନ୍ତି ଯେ ସେ ଭକ୍ତମାନଙ୍କ କଲ୍ୟାଣ ପାଇଁ ଭାଗବତ କିମ୍ବା ଉଦ୍ଧବ ଗୀତା ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ତାଙ୍କ ଶିଷ୍ୟ ଉଦ୍ଧବଙ୍କୁ ଦିଆଯାଇଥିବା ଶିକ୍ଷାର ଗୀତ ଗାନ କରନ୍ତି। ଯେତେବେଳେ ମୁଁ କଥାବାର୍ତ୍ତା ଆରମ୍ଭ କରେ, ସେତେବେଳେ ମୋତେ ଉପଯୁକ୍ତ ଉଦାହରଣ ଦେବା ପାଇଁ ସାଇଙ୍କ କାହାଣୀଗୁଡ଼ିକ ମନେ ପଡ଼ିଯାଏ। ଯେତେବେଳେ ମୁଁ ନିଜେ କିଛି ଲେଖିବା ଆରମ୍ଭ କରେ, ମୁଁ କିଛି ଶବ୍ଦ କିମ୍ବା ବାକ୍ୟ ରଚନା କରିପାରେ ନାହିଁ, କିନ୍ତୁ ଯେତେବେଳେ ସେ ନିଜ ଇଚ୍ଛାରେ ମୋତେ ଲେଖିବାକୁ ଦିଅନ୍ତି, ମୁଁ ଲେଖି ଚାଲିଥାଏ ଏବଂ ଏହାର କୌଣସି ଅନ୍ତ ନାହିଁ। ଯେତେବେଳେ ଶିଷ୍ୟର ଅହଙ୍କାର ସ୍ଥାପିତ ହୁଏ, ସେ ନିଜ ହାତରେ ଏହାକୁ ଚାପି ଦିଅନ୍ତି ଏବଂ ତାଙ୍କୁ ନିଜର ଶକ୍ତି ଦେଇ ତାଙ୍କୁ ନିଜର ବିଷୟ ପ୍ରାପ୍ତ କରାନ୍ତି ଏବଂ ଏହିପରି ତାଙ୍କୁ ସନ୍ତୁଷ୍ଟ କରନ୍ତି ଏବଂ ଆଶୀର୍ବାଦ କରନ୍ତି। ଯଦି କେହି ସାଇଙ୍କ ସମ୍ମୁଖରେ ପ୍ରଣାମ କରନ୍ତି ଏବଂ ତାଙ୍କ ନିକଟରେ ହୃଦୟ ଏବଂ ଆତ୍ମା ସମର୍ପଣ କରନ୍ତି, ତେବେ ଅନାବଶ୍ୟକ ଭାବରେ ଜୀବନର ସମସ୍ତ ମୁଖ୍ୟ ବସ୍ତୁ ଯଥା ଧର୍ମ ଧାର୍ମିକତା ଅର୍ଥ ଧନ କାମ ଇଚ୍ଛା ଏବଂ ମୋକ୍ଷ ମୁକ୍ତି ସହଜରେ ଏବଂ ଅନାବଶ୍ୟକ ଭାବରେ ପ୍ରାପ୍ତ ହୁଏ। କର୍ମ ଜ୍ଞାନ ଯୋଗ ଏବଂ ଭକ୍ତି ଭଳି ଚାରୋଟି ପଥ ଆମକୁ ପୃଥକ ଭାବରେ ଈଶ୍ୱରଙ୍କ ନିକଟକୁ ନେଇଯାଏ। ଏଥିମଧ୍ୟରୁ ଭକ୍ତିର ପଥ କଣ୍ଟକପୂର୍ଣ୍ଣ ଏବଂ ଗାତ ଏବଂ ଖାତରେ ପରିପୂର୍ଣ୍ଣ ଏବଂ ତେଣୁ ଏହା ଅତିକ୍ରମ କରିବା କଷ୍ଟକର, କିନ୍ତୁ ଯଦି ତୁମେ ତୁମର ସଦଗୁରୁଙ୍କ ଉପରେ ନିର୍ଭର କରି ଗାତ ଏବଂ କଣ୍ଟାକୁ ଏଡ଼ାଇ ସିଧା ଚାଲିବ, ତେବେ ଏହା ତୁମକୁ ଲକ୍ଷ୍ୟସ୍ଥଳ ପରମେଶ୍ୱର ପାଖକୁ ନେଇଯିବ। ଏହା ନିଶ୍ଚିତ ଭାବରେ କୁହନ୍ତି ସାଇ ବାବା। ସ୍ୱୟଂ ବିଦ୍ୟମାନ ବ୍ରହ୍ମ ଏହି ଜଗତ ସୃଷ୍ଟି କରିବାର ତାଙ୍କର ଶକ୍ତି ମାୟା ଏବଂ ସୃଷ୍ଟି କରିଥିବା ଜଗତ ବିଷୟରେ ଦର୍ଶନ କରିବା ପରେ ଏବଂ ଏହି ତିନିଜଣ ଶେଷରେ ଏକ ଏବଂ ଅଭିନ୍ନ ବୋଲି କହିବା ପରେ, ଲେଖକ ଭକ୍ତଙ୍କ କଲ୍ୟାଣର ଗ୍ୟାରେଣ୍ଟି ଦେଉଥିବା ସାଇବାବାଙ୍କ ବାଣୀକୁ ଉଦ୍ଧୃତ କରିଛନ୍ତି। କୌଣସି ଭକ୍ତଙ୍କ ଘରେ ଖାଦ୍ୟ ଏବଂ ପୋଷାକ ବିଷୟରେ କେବେ ବି ଅଭାବ କିମ୍ବା ଅଭାବ ହେବ ନାହିଁ। ଏହା ମୋର ବିଶେଷ ଗୁଣ। ଯେଉଁମାନେ ମୋ ଉପରେ ମନ ନିଷ୍ଠୁର କରି ମୋତେ ସମ୍ପୂର୍ଣ୍ଣ ହୃଦୟରେ ପୂଜା କରନ୍ତି, ସେମାନଙ୍କ କଲ୍ୟାଣ ପାଇଁ ମୁଁ ସର୍ବଦା ଚାହିଁଥାଏ ଏବଂ ଯୋଗାଇଥାଏ। ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଗୀତାରେ ସେହିପରି କହିଛନ୍ତି। ତେଣୁ ଖାଦ୍ୟ ଏବଂ ପୋଷାକ ପାଇଁ ଅଧିକ ଚେଷ୍ଟା କର ନାହିଁ। ଯଦି ତୁମେ କିଛି ଚାହୁଁଛ, ପ୍ରଭୁଙ୍କୁ ଭିକ୍ଷା କର, ସାଂସାରିକ ସମ୍ମାନ ତ୍ୟାଗ କର, ପ୍ରଭୁଙ୍କ କୃପା ଏବଂ ଆଶୀର୍ବାଦ ପାଇବାକୁ ଚେଷ୍ଟା କର ଏବଂ ତାଙ୍କ ଦରବାରରେ ସମ୍ମାନିତ ହୁଅ। ସାଂସାରିକ ସମ୍ମାନ ଦ୍ୱାରା ଭ୍ରମିତ ହୁଅ ନାହିଁ। ଦେବତାର ସ୍ୱରୂପ ମନରେ ଦୃଢ଼ ଭାବରେ ସ୍ଥିର ହେବା ଉଚିତ। ସମସ୍ତ ଇନ୍ଦ୍ରିୟ ଏବଂ ମନ ସର୍ବଦା ପ୍ରଭୁଙ୍କ ପୂଜାରେ ସମର୍ପିତ ହେଉ, ଅନ୍ୟ କୌଣସି ଜିନିଷ ପ୍ରତି ଆକର୍ଷଣ ନ ହେଉ। ସର୍ବଦା ମୋତେ ସ୍ମରଣ କରିବାରେ ମନକୁ ସ୍ଥିର କର, ଯାହା ଦ୍ୱାରା ଏହା ଅନ୍ୟତ୍ର ଶରୀର ଧନ ଏବଂ ଘର ଆଡ଼କୁ ଭ୍ରମଣ କରିବ ନାହିଁ। ତା ପରେ ଏହା ଶାନ୍ତ ଶାନ୍ତିପୂର୍ଣ୍ଣ ଏବଂ ଚିନ୍ତାମୁକ୍ତ ହେବ। ଏହା ମନର ସଂକେତ ଭଲ ସାଥିରେ ଭଲ ଭାବରେ ନିୟୋଜିତ ହେବା। ଯଦି ମନ ଭ୍ରମଣଶୀଳ, ତେବେ ଏହାକୁ ସୁସଙ୍ଗତ କୁହାଯାଇପାରିବ ନାହିଁ। ଏହି ଶବ୍ଦଗୁଡ଼ିକୁ ଉଦ୍ଧୃତ କରିବା ପରେ ଲେଖକ ଶିରିଡ଼ିରେ ରାମନବମୀ ମହୋତ୍ସବର କାହାଣୀ ବର୍ଣ୍ଣନା କରିବାକୁ ଯାଆନ୍ତି। ଯେହେତୁ ରାମନବମୀ ଶିରିଡ଼ିରେ ପାଳିତ ସର୍ବୋତ୍ତମ ଉତ୍ସବ, 1925 ମସିହାର ସାଇ ଲୀଳା ପତ୍ରିକାର ପୃଷ୍ଠା 197ରେ ପ୍ରକାଶିତ ଆଉ ଏକ ପୂର୍ଣ୍ଣାଙ୍ଗ ବର୍ଣ୍ଣନା ମଧ୍ୟ ଉଲ୍ଲେଖ କରାଯାଇଛି ଏବଂ ଏହି ଦୁଇଟି ବିବରଣୀରେ ସମ୍ପର୍କିତ ପର୍ବର ସାରାଂଶ ଏଠାରେ ଚେଷ୍ଟା କରାଯାଇଛି। ମୂଳ ପ୍ରଥମ ଶ୍ରୀଯୁକ୍ତ ଗୋପାଳରାଓ ଗୁଣ୍ଡ କୋପରଗାଓଁରେ ଜଣେ ସର୍କଲ ଇନ୍ସପେକ୍ଟର ଥିଲେ। ସେ ବାବାଙ୍କର ଜଣେ ମହାନ ଭକ୍ତ ଥିଲେ। ତାଙ୍କର 3ଟି ସ୍ତ୍ରୀ ଥିଲେ, କିନ୍ତୁ ତାଙ୍କର କୌଣସି ସମସ୍ୟା ନଥିଲା। ସାଇ ବାବାଙ୍କ ଆଶୀର୍ବାଦରୁ ତାଙ୍କଠାରୁ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଏହି ଘଟଣା ବିଷୟରେ ସେ ଯେଉଁ ଆନନ୍ଦ ଅନୁଭବ କରିଥିଲେ, 1897 ମସିହାରେ ତାଙ୍କ ମନରେ ଏକ ମେଳା କିମ୍ବା ଉରୁସ ପାଳନ କରିବାର ଧାରଣା ଆସିଥିଲା ଏବଂ ସେ ଏହାକୁ ଶିରିଡ଼ିର ଅନ୍ୟ ଭକ୍ତମାନଙ୍କ ସମ୍ମୁଖରେ ବିଚାର ପାଇଁ ରଖିଥିଲେ।
ଯଥା ତାତ୍ୟା ପାଟିଲ, ଦାଦା କୋଟ ପାଟିଲ ଏବଂ ମାଧବରାଓ ଦେଶପାଣ୍ଡେ, ସାମା। ସେମାନେ ସମସ୍ତେ ଏହି ଧାରଣାକୁ ସମର୍ଥନ କରିଥିଲେ ଏବଂ ସାଇ ବାବାଙ୍କ ଅନୁମତି ଏବଂ ଆଶୀର୍ବାଦ ପାଇଥିଲେ। ତା ପରେ ଉରୁସ ପାଳନ ପାଇଁ କଲେକ୍ଟରଙ୍କ ଅନୁମୋଦନ ପାଇବା ପାଇଁ ଏକ ଆବେଦନ କରାଯାଇଥିଲା, କିନ୍ତୁ ଗ୍ରାମ କୁଲକର୍ଣ୍ଣୀ ମେଳା ଆୟୋଜନ ବିରୁଦ୍ଧରେ ରିପୋର୍ଟ କରିବାରୁ ମଞ୍ଜୁରୀ ପ୍ରତ୍ୟାଖ୍ୟାନ କରାଯାଇଥିଲା। କିନ୍ତୁ ସାଇ ବାବା ଏହାକୁ ଆଶୀର୍ବାଦ ଦେଇଥିବାରୁ ସେମାନେ ପୁଣି ଚେଷ୍ଟା କଲେ ଏବଂ ଶେଷରେ କଲେକ୍ଟରଙ୍କ ଅନୁମୋଦନ ପାଇବାରେ ସଫଳ ହେଲେ। ସାଇ ବାବାଙ୍କ ସହିତ ପରାମର୍ଶ କରିବା ପରେ ରାମ ନବମୀ ଦିନ ଉରୁସ ପାଳନର ଦିନ ସ୍ଥିର କରାଯାଇଥିଲା। ଏହା ମନେହୁଏ ଯେ ଏଥିରେ ତାଙ୍କର କିଛି ଉଦ୍ଦେଶ୍ୟ ଥିଲା, ଯଥା ଦୁଇଟି ପର୍ବପର୍ବାଣୀ ଉରୁସ ଏବଂ ରାମନବମୀର ଏକୀକରଣ ଏବଂ ଦୁଇଟି ସମ୍ପ୍ରଦାୟ ହିନ୍ଦୁ ଏବଂ ମହମ୍ମଦଙ୍କ ଏକୀକରଣ। ଭବିଷ୍ୟତର ଘଟଣାଗୁଡ଼ିକ ଦେଖାଇଲା ପରି ଏହି ଲକ୍ଷ୍ୟ କିମ୍ବା ଉଦ୍ଦେଶ୍ୟ ହାସଲ ହୋଇଥିଲା। ଅନୁମତି ମିଳିଗଲେ ମଧ୍ୟ ଅନ୍ୟାନ୍ୟ ଅସୁବିଧା ଦେଖାଦେଲା। ଶିରିଡି ଏକ ଗ୍ରାମ ଥିଲା ଏବଂ ପାଣିର ଅଭାବ ଥିଲା। ଗାଁରେ ଦୁଇଟି କୂଅ ଥିଲା, ଗୋଟିଏ ବ୍ୟବହାରରେ ଥିଲା, ଶୀଘ୍ର ଶୁଖିଗଲା ଏବଂ ଦ୍ୱିତୀୟଟିର ପାଣି ଲୁଣିଆ ଥିଲା। ସାଇ ବାବା ଏହି ଲୁଣିଆ ପାଣିରେ ଫୁଲ ପକାଇ ମିଠା କରି ଦେଇଥିଲେ। ଏହି କୂପର ପାଣି ପର୍ଯ୍ୟାପ୍ତ ନଥିଲା, ତେଣୁ ତାତ୍ୟା ପାଟିଲଙ୍କୁ ବହୁ ଦୂରରେ ମୋଟ ଚମଡ଼ା ବସ୍ତା ସଜାଡ଼ି କୂଅରୁ ପାଣି ଆଣିବାର ବ୍ୟବସ୍ଥା କରିବାକୁ ପଡ଼ିଲା। ତା ପରେ ଅସ୍ଥାୟୀ ଦୋକାନ ତିଆରି କରିବାକୁ ପଡ଼ିଲା ଏବଂ କୁସ୍ତି ପ୍ରତିଯୋଗିତା ଆୟୋଜନ କରିବାକୁ ପଡ଼ିଲା। ଗୋପାଳରାଓ ଗୁଣ୍ଡଙ୍କର ଅହମ୍ମଦନଗରର ଦାମୁ ଆନ୍ନା କସର ନାମକ ଜଣେ ବନ୍ଧୁ ଥିଲେ। ସେ ମଧ୍ୟ ଦୁଇଟି ସ୍ତ୍ରୀଙ୍କୁ ବିବାହ କରିଥିଲେ, ଯଦିଓ ସେ ସନ୍ତାନ ସନ୍ତତି କ୍ଷେତ୍ରରେ ସେହିପରି ଅସନ୍ତୁଷ୍ଟ ଥିଲେ। ସାଇ ବାବା ମଧ୍ୟ ତାଙ୍କୁ ପୁତ୍ର ସନ୍ତାନ ପ୍ରଦାନ କରିଥିଲେ ଏବଂ ଶ୍ରୀଗୁଣ୍ଡ ତାଙ୍କ ବନ୍ଧୁଙ୍କୁ ମେଳାର ଶୋଭାଯାତ୍ରା ପାଇଁ ଗୋଟିଏ ସରଳ ପତାକା ପ୍ରସ୍ତୁତ ଏବଂ ଯୋଗାଇବାକୁ ପ୍ରବର୍ତ୍ତାଇଲେ। ସେ ଶ୍ରୀ ନାନାସାହେବ ନିମନକରଙ୍କୁ ଆଉ ଏକ କାରୁକାର୍ଯ୍ୟ ପତାକା ଯୋଗାଇବାକୁ ପ୍ରବର୍ତ୍ତାଇବାରେ ସଫଳ ହେଲେ। ଏହି ଦୁଇଟି ପତାକାକୁ ଗାଁରେ ଶୋଭାଯାତ୍ରାରେ ନିଆଯାଇଥିଲା ଏବଂ ଶେଷରେ ମସଜିଦର ଦୁଇ ମୁଣ୍ଡ କିମ୍ବା କୋଣରେ ଲଗାଯାଇଥିଲା, ଯାହାକୁ ସାଇ ବାବା ଦ୍ୱାରକାମାଇ ବୋଲି ଡାକୁଥିଲେ। ଏହା ଏବେ ମଧ୍ୟ କରାଯାଉଛି। ଚନ୍ଦନ ଶୋଭାଯାତ୍ରା। ଏହି ମେଳାରେ ଆଉ ଏକ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଚନ୍ଦନ ଶୋଭାଯାତ୍ରାର ଏହି ଧାରଣା କୋରହଲାର ଜଣେ ମହମ୍ମଦ ଭକ୍ତ ଶ୍ରୀଯୁକ୍ତ ଅମୀର ଶକ୍କର ଦଲାଲଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଏହି ଶୋଭାଯାତ୍ରା ମହାନ ମୁସଲମାନ ସନ୍ଥଙ୍କ ସମ୍ମାନାର୍ଥେ ଅନୁଷ୍ଠିତ ହୁଏ। ଚନ୍ଦନ ଅର୍ଥାତ୍ ଚନ୍ଦନ ପେଷ୍ଟ ଏବଂ ସ୍କ୍ରାପିଂ ଥାଳି ସମତଳ ପାତ୍ରରେ ପକାଯାଏ ଏବଂ ଏଗୁଡ଼ିକୁ ଧୂପ ଜଳାଇ ଗ୍ରାମ ମଧ୍ୟରେ ବ୍ୟାଣ୍ଡ ଏବଂ ସଙ୍ଗୀତ ସହିତ ବହନ କରାଯାଏ ଏବଂ ତା ପରେ ମସଜିଦକୁ ଫେରିବା ପରେ ବାସନର ସାମଗ୍ରୀକୁ ହାତରେ ମସଜିଦର ନିମ୍ବାର ନିଚେ ଏବଂ କାନ୍ଥରେ ପକାଯାଏ। ଏହି କାର୍ଯ୍ୟ ପ୍ରଥମ 3 ବର୍ଷ ପାଇଁ ଶ୍ରୀଯୁକ୍ତ ଅମୀର ଶକ୍କର ଏବଂ ତା ପରେ ତାଙ୍କ ପତ୍ନୀ ପରିଚାଳନା କରିଥିଲେ। ତେଣୁ ଗୋଟିଏ ଦିନ ଦୁଇଟି ଶୋଭାଯାତ୍ରା ହିନ୍ଦୁମାନଙ୍କ ଦ୍ୱାରା ପତାକା ଏବଂ ମୁସଲମାନମାନଙ୍କ ଦ୍ୱାରା ଚନ୍ଦନ ଏକପାଖରେ ଚାଲିଥିଲା ଏବଂ ଏପର୍ଯ୍ୟନ୍ତ କୌଣସି ଅସୁବିଧା ବିନା ଚାଲିଛି। ବ୍ୟବସ୍ଥା। ଏହି ଦିନଟି ସାଇ ବାବାଙ୍କ ଭକ୍ତମାନଙ୍କ ପାଇଁ ବହୁତ ପ୍ରିୟ ଏବଂ ପବିତ୍ର ଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହି ଅବସରରେ ଆସିଥିଲେ ଏବଂ ମେଳା ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାତ୍ୟା କୋଟ ପାଟିଲ ସମସ୍ତ ବାହ୍ୟ କାର୍ଯ୍ୟ ଦେଖିଥିଲେ, ଯେତେବେଳେ ଆଭ୍ୟନ୍ତରୀଣ ପରିଚାଳନା ସମ୍ପୂର୍ଣ୍ଣ ଭାବରେ ବାବାଙ୍କ ଜଣେ ମହିଳା ଭକ୍ତ ରାଧା କୃଷ୍ଣ ମାଇଙ୍କ ଉପରେ ନ୍ୟସ୍ତ ଥିଲା। ତାଙ୍କ ବାସଭବନ ଏହି ଅବସରରେ ଅତିଥିମାନଙ୍କରେ ପରିପୂର୍ଣ୍ଣ ଥିଲା ଏବଂ ତାଙ୍କୁ ସେମାନଙ୍କର ଆବଶ୍ୟକତା ପ୍ରତି ଧ୍ୟାନ ଦେବାକୁ ପଡ଼ିଥିଲା ଏବଂ ମେଳାର ସମସ୍ତ ସାମଗ୍ରୀ ମଧ୍ୟ ବ୍ୟବସ୍ଥା କରିବାକୁ ପଡ଼ିଥିଲା। ସେ ସ୍ୱେଚ୍ଛାକୃତ ଭାବରେ କରିଥିବା ଅନ୍ୟ ଏକ କାର୍ଯ୍ୟ ଥିଲା, ଯାହା ସାଇ ବାବାଙ୍କ ସର୍ବଦା ଜଳୁଥିବା ଧୂନି ପବିତ୍ର ଅଗ୍ନି ଯୋଗୁଁ କଳା ପଡ଼ିଯାଇଥିବା ଏବଂ କାଳିରେ ପରିପୂର୍ଣ୍ଣ ଥିବା ସମ୍ପୂର୍ଣ୍ଣ ମସଜିଦ ଏହାର କାନ୍ଥ ଏବଂ ମହଲାକୁ ଧୋଇ ସଫା ଏବଂ ଧଳା କରିବା। ଏହି କାର୍ଯ୍ୟ ସେ ରାତିରେ କରୁଥିଲେ, ଯେତେବେଳେ ସାଇ ବାବା ପ୍ରତ୍ୟେକ ଦିନ ଚାଭାଡ଼ିରେ ଶୋଇବାକୁ ଯାଉଥିଲେ। ତାଙ୍କୁ ଧୂନି ସମେତ ସମସ୍ତ ଜିନିଷ ବାହାର କରିବାକୁ ପଡୁଥିଲା ଏବଂ ସମ୍ପୂର୍ଣ୍ଣ ସଫା ଏବଂ ଧଳା ଧୋଇ ପରେ ସେଗୁଡ଼ିକୁ ପୂର୍ବପରି ବଦଳାଇବାକୁ ପଡୁଥିଲା। ଗରିବମାନଙ୍କୁ ଖାଦ୍ୟ ଯୋଗାଇବା, ଯାହା ସାଇ ବାବାଙ୍କୁ ବହୁତ ପ୍ରିୟ ଥିଲା, ଏହି ମେଳାରେ ଏକ ମହାନ ଜିନିଷ ଥିଲା। ଏହି ଉଦ୍ଦେଶ୍ୟରେ ରାଧା କୃଷ୍ଣ ମାଇଙ୍କ ବାସଗୃହରେ ବ୍ୟାପକ ପରିମାଣରେ ରୋଷେଇ ଏବଂ ବିଭିନ୍ନ ମିଠା ଖାଦ୍ୟ ପ୍ରସ୍ତୁତ କରାଯାଉଥିଲା ଏବଂ ବିଭିନ୍ନ ଧନୀ ଏବଂ ଧନୀ ଭକ୍ତମାନେ ଏହି କାର୍ଯ୍ୟରେ ପ୍ରମୁଖ ଅଂଶ ଗ୍ରହଣ କରୁଥିଲେ। ଉରୁସର ରାମ ନବମୀ ମହୋତ୍ସବରେ ରୂପାନ୍ତର ଏହିପରି ଚାଲିଥିଲା ଏବଂ ମେଳାଟି ଧୀରେ ଧୀରେ ଗୁରୁତ୍ୱ ପାଇବାକୁ ଲାଗିଲା 1912 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ, ଯେତେବେଳେ ଏକ ପରିବର୍ତ୍ତନ ଘଟିଲା। ସେହି ବର୍ଷ ଜଣେ ଭକ୍ତ ଶ୍ରୀକୃଷ୍ଣରାଓ ଜାଗେଶ୍ୱର ଭୀଷ୍ମ ସାଇ ସଗୁଣୋପାସନ ପୁସ୍ତିକାର ଲେଖକ ଅମରାବତୀର ଦାଦା ସାହେବ ଖାପଡ଼େଙ୍କ ସହିତ ମେଳାକୁ ଆସିଥିଲେ ଏବଂ ପୂର୍ବଦିନ ଦୀକ୍ଷିତ ୱାଡ଼ାରେ ରହିଥିଲେ। ଯେତେବେଳେ ସେ ବାରଣ୍ଡାରେ ଶୋଇଥିଲେ ଏବଂ ଶ୍ରୀ ଲକ୍ଷ୍ମଣରାଓ ଓରଫ କାକା ମହାଜନୀ ପୂଜା ସାମଗ୍ରୀ ଧରି ମସଜିଦକୁ ଯାଉଥିଲେ, ସେତେବେଳେ ତାଙ୍କ ମନରେ ଏକ ନୂତନ ଚିନ୍ତାଧାରା ଆସିଲା ଏବଂ ସେ ପରବର୍ତ୍ତୀ ବ୍ୟକ୍ତିଙ୍କୁ ଏହିପରି କହିଲେ, ରାମନବମୀ ଦିନ ଶିରିଡ଼ିରେ ଉରୁସ କିମ୍ବା ମେଳା ପାଳନ କରାଯିବାରେ କିଛି ସତ୍ୟ ବ୍ୟବସ୍ଥା ଅଛି। ଏହି ଦିନଟି ସମସ୍ତ ହିନ୍ଦୁଙ୍କ ପାଇଁ ଅତ୍ୟନ୍ତ ପ୍ରିୟ, ତେବେ ଏହି ଦିନ ଏଠାରେ ଶ୍ରୀରାମଙ୍କ ଜନ୍ମ ଉତ୍ସବ ରାମନବମୀ ଉତ୍ସବ କାହିଁକି ଆରମ୍ଭ କରାଯିବ ନାହିଁ? କାକା ମହାଜନୀ ଏହି ଧାରଣାକୁ ପସନ୍ଦ କରିଥିଲେ ଏବଂ ଏହି ବିଷୟରେ ବାବାଙ୍କ ଅନୁମତି ନେବା ପାଇଁ ଏହା ବ୍ୟବସ୍ଥା କରାଯାଇଥିଲା। ମୁଖ୍ୟ କଷ୍ଟ ଥିଲା କିପରି ଜଣେ ହରିଦାସଙ୍କୁ ସୁରକ୍ଷିତ କରିବେ, ଯିଏ ଏହି ଅବସରରେ କୀର୍ତ୍ତନ କରିବେ ଏବଂ ପ୍ରଭୁଙ୍କ ମହିମା ଗାନ କରିବେ। କିନ୍ତୁ ଭୀଷ୍ମ ଏହି ଅସୁବିଧାର ସମାଧାନ କଲେ, ଏହା କହି ଯେ ତାଙ୍କର ରାମ ଆଖ୍ୟାନ ରାମଙ୍କ ଜନ୍ମ ଉପରେ ରଚନା ପ୍ରସ୍ତୁତ ଅଛି ଏବଂ ସେ ନିଜେ କୀର୍ତ୍ତନ କରିବେ, ଯେତେବେଳେ କାକା ମହାଜନୀ ହାରମୋନିୟମ ବଜାଇବେ।
ରାଧା କୃଷ୍ଣମୟୀଙ୍କ ଦ୍ୱାରା ପ୍ରସ୍ତୁତ ପ୍ରସାଦ ଭାବରେ ସୁନ୍ଥବାଦ ଚିନି ସହିତ ଅଦା ଗୁଣ୍ଡ ମିଶ୍ରିତ ପାଇବାର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ତେଣୁ ସେମାନେ ତୁରନ୍ତ ବାବାଙ୍କ ଅନୁମତି ପାଇବା ପାଇଁ ମସଜିଦକୁ ଗଲେ। ବାବା ଯିଏ ସମସ୍ତ ଜିନିଷ ଏବଂ ସେଠାରେ କ ନ ଘଟୁଛି ତାହା ଜାଣିଥିଲେ, ମହାଜନୀଙ୍କୁ ପଚାରିଲେ ଯେ ୱାଡ଼ାରେ କ ନ ଘଟୁଛି। ମହାଜନୀ ବହୁତ ବିଚଳିତ ହୋଇ ପ୍ରଶ୍ନର ମର୍ମ ବୁଝିପାରିଲେ ନାହିଁ ଏବଂ ନୀରବ ରହିଲେ। ତା ପରେ ବାବା ଭୀଷ୍ମଙ୍କୁ ପଚାରିଲେ ଯେ ତାଙ୍କର କ ନ କହିବାକୁ ଅଛି। ସେ ରାମ ନବମୀ ଉତ୍ସବ ପାଳନ କରିବାର ଧାରଣା ବ୍ୟାଖ୍ୟା କଲେ ଏବଂ ବାବାଙ୍କ ଅନୁମତି ମାଗିଲେ ଏବଂ ବାବା ଖୁସିରେ ତାହା ଦେଲେ। ସମସ୍ତେ ଆନନ୍ଦିତ ହୋଇ ଜୟନ୍ତୀ ଉତ୍ସବ ପାଇଁ ପ୍ରସ୍ତୁତି କଲେ। ପରଦିନ ମସଜିଦକୁ ବଣ୍ଟିଂ ଇତ୍ୟାଦିରେ ସଜାଯାଇଥିଲା। ରାଧା କୃଷ୍ଣମାଈଙ୍କ ଦ୍ୱାରା ଏକ ଦୌଡ଼ାଳି ଯୋଗାଇ ଦିଆଯାଇଥିଲା ଏବଂ ବାବାଙ୍କ ଆସନ ସମ୍ମୁଖରେ ରଖାଯାଇଥିଲା ଏବଂ କାର୍ଯ୍ୟ ଆରମ୍ଭ ହୋଇଥିଲା। ଭୀଷ୍ମ କୀର୍ତ୍ତନ ପାଇଁ ଠିଆ ହୋଇଥିଲେ ଏବଂ ମହାଜନୀ ହାରମୋନିୟମ ବଜାଇଥିଲେ। ସାଇ ବାବା ଜଣେ ବ୍ୟକ୍ତିଙ୍କୁ ମହାଜନୀଙ୍କୁ ଡାକିବାକୁ ପଠାଇଥିଲେ। ସେ ଯିବାକୁ ସଂକୋଚ କରୁଥିଲେ। ବାବା ଉତ୍ସବ ଚାଲିବାକୁ ଦେବେ କି ନାହିଁ ସନ୍ଦେହ କରୁଥିଲେ, କିନ୍ତୁ ଯେତେବେଳେ ସେ ବାବାଙ୍କ ପାଖକୁ ଗଲେ, ବାବା ତାଙ୍କୁ ପଚାରିଲେ ଯେ କ ନ ଚାଲିଛି ଏବଂ କାହିଁକି ପାଳଗଛ ସେଠାରେ ରଖାଯାଇଛି। ସେ ଉତ୍ତର ଦେଲେ ଯେ ରାମନବମୀ ଉତ୍ସବ ଆରମ୍ଭ ହୋଇସାରିଛି ଏବଂ ଏଥିପାଇଁ ପାଳଗଛ ପିନ୍ଧାଯାଇଥିଲା। ତା ପରେ ବାବା ନିମ୍ବର ନିଚ୍ଛା ରୁ ଏକ ମାଳ ନେଇ ତାଙ୍କ ବେକରେ ପିନ୍ଧାଇଲେ ଏବଂ ଭୀଷ୍ମଙ୍କ ପାଇଁ ଆଉ ଏକ ମାଳ ପଠାଇଲେ। ତା ପରେ କୀର୍ତ୍ତନ ଆରମ୍ଭ ହେଲା। ଯେତେବେଳେ ଏହା ଶେଷ ହେଲା, ରାମଙ୍କ ବିଜୟ ର ପ୍ରବଳ ଧ୍ୱନି ଉଠିଲା ଏବଂ ଗୁଲାଲ ଲାଲ ପାଉଡର ବ୍ୟାଣ୍ଡ ଏବଂ ବାଦ୍ୟ ମଧ୍ୟରେ ଚାରିପାଖରେ ପକାଗଲା। ହଠାତ୍ ଗର୍ଜନ ଶୁଣିବା ମାତ୍ରେ ସମସ୍ତେ ଆନନ୍ଦିତ ହୋଇଗଲେ। ଚାରିପାଖରେ ଅଶ୍ଳୀଳ ଭାବରେ ପକାଯାଇଥିବା ଲାଲ ପାଉଡର ଉପରକୁ ଉଠିଗଲା, କୌଣସି ପ୍ରକାରେ ବାବାଙ୍କ ଆଖିରେ ପ୍ରବେଶ କଲା। ବାବା ଉତ୍ତେଜିତ ହୋଇ ଜୋରରେ ଗାଳି ଏବଂ ଗାଳି ଦେବାକୁ ଲାଗିଲେ। ଏହି ଦୃଶ୍ୟ ଦେଖି ଲୋକମାନେ ଭୟଭୀତ ହୋଇଗଲେ ଏବଂ ନିଜ ନିଜ ହାତକୁ ଚାଲିଗଲେ। ସେହି ଅନ୍ତରଙ୍ଗ ଭକ୍ତମାନେ ଯେଉଁମାନେ ବାବାଙ୍କୁ ଭଲ ଭାବରେ ଜାଣିଥିଲେ, ସେମାନେ ବାବାଙ୍କ ଏହି କଳଙ୍କ ଏବଂ ଢାଳିକୁ ଆଶୀର୍ବାଦ ଭାବରେ ଗ୍ରହଣ କଲେ। ସେମାନେ ଭାବୁଥିଲେ ଯେ ଯେତେବେଳେ ରାମ ଜନ୍ମ ହୋଇଥିଲେ, ସେତେବେଳେ ବାବାଙ୍କ ପାଇଁ ରାବଣକୁ ବଧ କରିବା ପାଇଁ ଉନ୍ମତ୍ତ ଏବଂ କ୍ରୋଧିତ ହେବା ଉଚିତ ଥିଲା ଏବଂ ତାଙ୍କ ରାକ୍ଷସମାନେ ଅହଙ୍କାର ଏବଂ ଦୁଷ୍ଟ ଚିନ୍ତାଧାରା ଇତ୍ୟାଦି ରୂପରେ। ଏହା ବ୍ୟତୀତ ସେମାନେ ଜାଣିଥିଲେ ଯେ ଯେତେବେଳେ ଶିରିଡିରେ କୌଣସି ନୂତନ କାର୍ଯ୍ୟ କରାଯାଏ, ବାବାଙ୍କ ପାଇଁ ଉନ୍ମତ୍ତ ଏବଂ କ୍ରୋଧିତ ହେବା ସାଧାରଣ କଥା, ତେଣୁ ସେମାନେ ଚୁପ୍ ରହିଲେ। ରାଧା କୃଷ୍ଣମାଈ ବହୁତ ଭୟଭୀତ ହୋଇଗଲେ ଏବଂ ଭାବିଲେ ଯେ ବାବା ତାଙ୍କ ପାଶ ଭାଙ୍ଗିପାରନ୍ତି ଏବଂ ସେ ମହାଜନୀଙ୍କୁ ପାଶ ଫେରାଇ ଆଣିବାକୁ କହିଲେ। ଯେତେବେଳେ ସେ ପାଶ ଖୋଲିବାକୁ ଏବଂ ଖୋଲିବାକୁ ଗଲେ, ବାବା ତାଙ୍କ ପାଖକୁ ଗଲେ ଏବଂ ତାଙ୍କୁ ତାହା ନ ହଟାଇବାକୁ ଅନୁରୋଧ କଲେ। ତା ପରେ କିଛି ସମୟ ପରେ ବାବା ଶାନ୍ତ ହୋଇଗଲେ ଏବଂ ମହାପୂଜା ଏବଂ ଆରତୀ ସମେତ ସେହି ଦିନର କାର୍ଯ୍ୟକ୍ରମ ସମାପ୍ତ ହେଲା। ପରେ ଶ୍ରୀ ମହାଜନୀ ବାବାଙ୍କୁ ପାଶ ଖୋଲିବା ପାଇଁ ଅନୁମତି ମାଗିଲେ। ବାବା ସମାନ କଥା ମନା କରିଦେଲେ ଯେ ଉତ୍ସବ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ପରଦିନ ଆଉ ଏକ କୀର୍ତ୍ତନ ଏବଂ ଗୋପାଳ କଳା ଉତ୍ସବ ଦହି ମିଶ୍ରିତ ଶୁଖିଲା ଚାଉଳ ସହିତ ଏକ ମାଟି ପାତ୍ର ଝୁଲାଇଥାଏ। କେବଳ କୀର୍ତ୍ତନ ପରେ ଏହାକୁ ଭାଙ୍ଗିବାକୁ ଦିଆଯାଏ ଏବଂ ସମସ୍ତଙ୍କୁ ସାମଗ୍ରୀ ବଣ୍ଟନ କରାଯାଏ, ଯେପରି ଭଗବାନ କୃଷ୍ଣ ତାଙ୍କ ଗୋପାଳ ବନ୍ଧୁ ଅଙ୍କ ମଧ୍ୟରେ କରିଥିଲେ ଏବଂ ତା ପରେ ବାବା ଦୁଆ କାଢ଼ିବାକୁ ଅନୁମତି ଦେଇଥିଲେ। ରାମନବମୀ ଉତ୍ସବ ଏହିପରି ଚାଲିଥିବା ବେଳେ ଶୋଭାଯାତ୍ରା ଦିନରେ 2ଟି ପତାକା ଏବଂ ରାତିରେ ଚନ୍ଦନ ସାଧାରଣ ଧୁମଧାମରେ ଉଡ଼ିବାକୁ ଲାଗିଲା। ଏହି ସମୟଠାରୁ ବାବାଙ୍କ ଉରୁସ ରାମ ନବମୀ ମହୋତ୍ସବରେ ପରିଣତ ହେଲା। ପରବର୍ତ୍ତୀ ବର୍ଷ 1913 ଠାରୁ ରାମନବମୀ କାର୍ଯ୍ୟକ୍ରମରେ ଜିନିଷଗୁଡ଼ିକ ବୃଦ୍ଧି ପାଇବାକୁ ଲାଗିଲା। ରାଧା କୃଷ୍ଣମାଈ ଚୈତ୍ର ମାସ 1 ତାରିଖରୁ ନାମ ସପ୍ତାହ 7 ଦିନ ପାଇଁ ଦିନରାତି ନିରନ୍ତର ପରମେଶ୍ୱରଙ୍କ ନାମର ମହିମା ଗାନ କରିବା ଆରମ୍ଭ କଲେ। ଏଥିପାଇଁ ସମସ୍ତ ଭକ୍ତ ପାଳି କରି ଭାଗ ନେଉଥିଲେ ଏବଂ ସେ ମଧ୍ୟ ଏଥିରେ ଯୋଗ ଦେଉଥିଲେ। କେତେକ ସମୟରେ ସକାଳେ ସାରା ଦେଶରେ ଅନେକ ସ୍ଥାନରେ ରାମନବମୀ ଉତ୍ସବ ପାଳିତ ହେଉଥିବାରୁ ପୁଣି ଥରେ ହରିଦାସ ପାଇବାର କଷ୍ଟ ଅନୁଭବ ହୋଇଥିଲା। କିନ୍ତୁ ଉତ୍ସବର 5 କିମ୍ବା 6 ଦିନ ପୂର୍ବରୁ ମହାଜନୀ ଆକସ୍ମିକ ଭାବରେ ବାଳବୁଭା ମାଳୀଙ୍କୁ ଭେଟିଥିଲେ, ଯିଏକି ଆଧୁନିକ ତୁକାରମ ଭାବରେ ଜଣାଶୁଣା ଥିଲେ ଏବଂ ତାଙ୍କୁ ସେହି ବର୍ଷ କୀର୍ତ୍ତନ କରିବାକୁ ଦେଇଥିଲେ। ପରବର୍ଷ 1914 ଜିଲ୍ଲା ସତାରାର ବୃହଦସିଦ୍ଧ କଭଟେର ଅନ୍ୟ ଜଣେ ବାଳବୁଭା ସତାରକର ନିଜ ସହରରେ ହରିଦାସ ଭାବରେ କାର୍ଯ୍ୟ କରିପାରିଲେ ନାହିଁ, କାରଣ ତାଙ୍କ ସହରରେ ପ୍ଲେଗ ବ୍ୟାପିଥିଲା। ତେଣୁ ସେ ଶିରିଡି ଆସିଥିଲେ। କାକାସାହେବ ଦୀକ୍ଷିତଙ୍କ ମାଧ୍ୟମରେ ବାବାଙ୍କ ଅନୁମତି ପାଇ ସେ କୀର୍ତ୍ତନ କରିଥିଲେ ଏବଂ ତାଙ୍କ ଶ୍ରମର ଯଥେଷ୍ଟ ପୁରସ୍କାର ପାଇଥିଲେ। ପ୍ରତିବର୍ଷ ନୂତନ ହରିଦାସ ପାଇବାର ଅସୁବିଧା ଶେଷରେ 1914 ମସିହାରୁ ସାଇ ବାବାଙ୍କ ଦ୍ୱାରା ସମାଧାନ ହୋଇଥିଲା, କାରଣ ସେ ଏହି କାର୍ଯ୍ୟକୁ ସ୍ଥାୟୀ ଭାବରେ ଦାସଗାନୁ ମହାରାଜଙ୍କୁ ଅର୍ପଣ କରିଥିଲେ ଏବଂ ସେହି ସମୟରୁ ସେ ଏପର୍ଯ୍ୟନ୍ତ ସଫଳତା ଏବଂ ବିଶ୍ୱସନୀୟତାର ସହିତ ସେହି କାର୍ଯ୍ୟ ପରିଚାଳନା କରିଆସୁଛନ୍ତି। 1912 ମସିହାରୁ ଏହି ପର୍ବ ବର୍ଷ ବର୍ଷ ଧରି ଧୀରେ ଧୀରେ ବଢ଼ିବାକୁ ଲାଗିଲା। ଚୈତ୍ର ମାସର 8 ତାରିଖରୁ 12 ତାରିଖ ପର୍ଯ୍ୟନ୍ତ ଶିରିଡି ପୁରୁଷଙ୍କ ମହୁମାଛି ପରି ଦେଖାଯାଉଥିଲା। ଦୋକାନ ବଢ଼ିବାକୁ ଲାଗିଲା। ପ୍ରସିଦ୍ଧ ମଲ୍ଲଯୋଦ୍ଧାମାନେ କୁସ୍ତି ପ୍ରତିଯୋଗିତାରେ ଅଂଶଗ୍ରହଣ କଲେ। ଗରିବଙ୍କୁ ଖାଦ୍ୟ ଯୋଗାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ରାଧା କୃଷ୍ଣମାଈଙ୍କ କଠିନ ପରିଶ୍ରମ ଏବଂ ନିଷ୍ଠାପର ପ୍ରୟାସ ଶିରିଡିକୁ ଏକ ସଂସ୍ଥାନ ରାଜ୍ୟରେ ପରିଣତ କରିଥିଲା। ସାମଗ୍ରୀ ବୃଦ୍ଧି ପାଇଲା।
ଏକ ସୁନ୍ଦର ଘୋଡ଼ା, ଏକ ପାଳକି, ରଥ ଏବଂ ଅନେକ ରୂପା ଜିନିଷ, ପାତ୍ର, ବାଲଟି, ଚିତ୍ର, ଦର୍ପଣ ଇତ୍ୟାଦି ଉପହାର ଦିଆଯାଇଥିଲା। ଶୋଭାଯାତ୍ରା ପାଇଁ ହାତୀ ମଧ୍ୟ ପଠାଯାଇଥିଲା। ଯଦିଓ ଏହି ସମସ୍ତ ସାମଗ୍ରୀ ଅତ୍ୟଧିକ ବୃଦ୍ଧି ପାଇଥିଲା, ସାଇବାବା ଏସବୁ ଜିନିଷକୁ ଅଣଦେଖା କରି ପୂର୍ବପରି ତାଙ୍କର ସରଳତା ବଜାୟ ରଖିଥିଲେ। ଉଲ୍ଲେଖନୀୟ ଯେ ହିନ୍ଦୁ ଏବଂ ମୁସଲମାନ ଉଭୟ ଶୋଭାଯାତ୍ରାରେ ଏକତ୍ର କାର୍ଯ୍ୟ କରିଆସୁଛନ୍ତି ଏବଂ ସମଗ୍ର ମହୋତ୍ସବ ସମୟରେ ଏପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ କୌଣସି ପ୍ରକାରର ବାଧା କିମ୍ବା କଳହ ହୋଇନାହିଁ। ପ୍ରଥମେ ପ୍ରାୟ 5,000 ବିନା 7,000 ଲୋକ ସଂଗ୍ରହ କରୁଥିଲେ, କିନ୍ତୁ କିଛି ବର୍ଷ ମଧ୍ୟରେ ଏହି ସଂଖ୍ୟା 75,000କୁ ବୃଦ୍ଧି ପାଇଲା। ତଥାପି ବିଗତ ଏତେ ବର୍ଷ ମଧ୍ୟରେ କୌଣସି ମହାମାରୀ କିମ୍ବା କୌଣସି ନାମୀ ଦଙ୍ଗା ଦେଖାଯାଇ ନଥିଲା। ମସଜିଦର ମରାମତି। ଗୋପାଳ ଗୁଣ୍ଡଙ୍କ ମନରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଧାରଣା ଆସିଥିଲା। ଯେତେବେଳେ ସେ ଉରୁସ କିମ୍ବା ମେଳା ଆରମ୍ଭ କରିଥିଲେ, ସେ ଭାବିଥିଲେ ଯେ ତାଙ୍କୁ ମସଜିଦକୁ ସଜାଡ଼ିବା ଉଚିତ। ତେଣୁ ମରାମତି କରିବା ପାଇଁ ସେ ପଥର ସଂଗ୍ରହ କରି ସଜାଡ଼ି ଦେଇଥିଲେ। କିନ୍ତୁ ଏହି କାମ ତାଙ୍କୁ ନ୍ୟସ୍ତ କରାଯାଇ ନଥିଲା। ଏହା ନାନା ସାହେବ ଚାନ୍ଦୋରକରଙ୍କ ପାଇଁ ସଂରକ୍ଷିତ ଥିଲା ଏବଂ କାକା ସାହେବ ଦୀକ୍ଷିତଙ୍କ ପାଇଁ ଫୁଟପାଥ କାମ। ପ୍ରଥମେ ବାବା ସେମାନଙ୍କୁ ଏହି କାମ କରିବାକୁ ଅନୁମତି ଦେବାକୁ ରାଜି ନଥିଲେ, କିନ୍ତୁ ବାବାଙ୍କ ସ୍ଥାନୀୟ ଭକ୍ତ ମହଲସ୍ପତିଙ୍କ ହସ୍ତକ୍ଷେପରେ ତାଙ୍କର ଅନୁମତି ମିଳିଲା। ଯେତେବେଳେ ମସଜିଦରେ ଗୋଟିଏ ରାତିରେ ଫୁଟପାଥ କାର୍ଯ୍ୟ ସମାପ୍ତ ହେଲା, ବାବା ତାଙ୍କ ଆସନ ପାଇଁ ଏକ ଛୋଟ ଗାଦି ନେଇଥିଲେ। ସେତେବେଳେ ପର୍ଯ୍ୟନ୍ତ ବ୍ୟବହୃତ ସାଧାରଣ ବସ୍ତା କପଡ଼ା ଖଣ୍ଡକୁ ତ୍ୟାଗ କରିଥିଲେ। 1911 ମସିହାରେ ସଭା ମଣ୍ଡପ, କୋର୍ଟ, ଅଗଣା ମଧ୍ୟ ବହୁତ ପରିଶ୍ରମ ସହିତ ସଜାଡ଼ି ଦିଆଯାଇଥିଲା। ମସଜିଦର ସାମ୍ନା ଖୋଲା ସ୍ଥାନ ବହୁତ ଛୋଟ ଏବଂ ଅସୁବିଧାଜନକ ଥିଲା। କାକା ସାହେବ ଦୀକ୍ଷିତ ଏହାକୁ ବିସ୍ତାର କରି ଛାତ ଲଗାଇବାକୁ ଚାହୁଁଥିଲେ। ବହୁତ ଖର୍ଚ୍ଚ କରି ସେ ଲୁହା, ସ୍ତମ୍ଭ ଏବଂ ଟ୍ରସ୍ ପାଇ କାମ ଆରମ୍ଭ କରିଥିଲେ। ରାତିରେ ସମସ୍ତ ଭକ୍ତ କଠିନ ପରିଶ୍ରମ କରି ସ୍ତମ୍ଭଗୁଡ଼ିକୁ ସଜାଡ଼ିଲେ, କିନ୍ତୁ ବାବା ପରଦିନ ସକାଳେ ଚାଭାଡ଼ିରୁ ଫେରିବା ପରେ ସେଗୁଡ଼ିକୁ ଉପାଡ଼ି ବାହାର କରିଦେଲେ। ଥରେ ଏପରି ହେଲା ଯେ ବାବା ବହୁତ ଉତ୍ତେଜିତ ହୋଇ ଗୋଟିଏ ହାତରେ ଏକ ଖୁଣ୍ଟି ଧରି ହଲାଇବାକୁ ଲାଗିଲେ ଏବଂ ଅନ୍ୟ ହାତରେ ତାତ୍ୟା ପାଟିଲଙ୍କ ବେକକୁ ଧରିଲେ। ସେ ବଳପୂର୍ବକ ତାତ୍ୟାଙ୍କ ପେଟା ଧରିଲେ, ଗୋଟିଏ ଦିଆସିଲି ମାରିଲେ, ନିଆଁ ଲଗାଇ ଦେଲେ ଏବଂ ଏକ ଗାତରେ ପକାଇଦେଲେ। ସେହି ସମୟରେ ବାବାଙ୍କ ଆଖି ଜଳୁଥିବା ଅଙ୍ଗାର ପରି ଝଲସି ଉଠିଲା। କେହି ତାଙ୍କୁ ଦେଖିବାକୁ ସାହସ କଲେ ନାହିଁ। ସମସ୍ତେ ଭୟଭୀତ ହୋଇଗଲେ। ବାବା ତାଙ୍କ ପକେଟରୁ ଗୋଟିଏ ଟଙ୍କା ବାହାର କରି ସେଠାରେ ଫୋପାଡ଼ି ଦେଲେ, ଯେପରି ଏହା ଏକ ଶୁଭ ଅବସରରେ ଏକ ନୈବେଦ୍ୟ। ତାତ୍ୟା ମଧ୍ୟ ବହୁତ ଭୟଭୀତ ହୋଇଗଲେ। କେହି ଜାଣି ନଥିଲେ ଯେ ତାତ୍ୟାଙ୍କ ସହିତ ନ ଘଟିବ ଏବଂ କେହି ହସ୍ତକ୍ଷେପ କରିବାକୁ ସାହସ କଲେ ନାହିଁ। ବାବାଙ୍କ କୁଷ୍ଠଭକ୍ତ ଭବୁଜୀ ସିନ୍ଦେ ଟିକିଏ ସାହସପୂର୍ବକ ଆଗକୁ ବଢ଼ିଲେ, କିନ୍ତୁ ବାବା